अभ्यास कार्य 8.3 एक नंबर देछि 5% वार्षिक सुध हार रे 2 वर्ष पई 5500 टंका जमा रखिले सरल सुध बाबद को केते मिलिबो। एक नंबर एठारे मूलधन P समान 5500 टंका, सुधर हार ताकू आमे आर लिखि परिबा किंबा जेहेतु सुधर हार को सबु बेले शतकड़ा रे प्रकाश करा जाए मु आर शतकड़ा लिखुछि। ताले सुधर हार आमे आर लिखि परिबा किंबा आर शतकड़ा समान 5 शतकड़ा, कारण 5 शतकड़ा वार्षिक सुध हार रे 2 वर्ष पई 5500 टंका जमा रखिथिले, तेणु मूलधन P 5500 टंका, सुधर हार आर शतकड़ा समान 5 शतकड़ा, समय T 2 वर्ष, अतएव सरल सुध ताकू आमे CI न लिखि सीधा सड़क I लिखि परिबा। ताले सरल सुध I समान PRT बाई 100 समान P जगह लिखिबा 5500 गुणन R जगह लिखिबा 5 गुणन T जगह लिखिबा 2 विभक्त 100 समान एठी दिटा शून कटि गला 5 दुने 10 10 रे 55 गुणिबा हे जिबा 550 टंका। अतएव सरल सुध बाबद को 550 टंका मिलिबो। 2 नंबर वार्षिक शतकड़ा 12 हार रे 2 वर्षर सरल सुध 1512 टंका हेले मूलधन केते। सुधर हार आर शतकड़ा समान 12 शतकड़ा, 2 वर्षर सरल सुध 1512 टंका, ताले समय T समान 2 वर्ष, सरल सुध I समान 1512 टंका। मनकर मूलधन समान P टंका। आमे जानू I समान PRT बाई 100, I समान PRT बाई 100, दिस इंप्लाइज P केते हबा में देखिबा। ए 100 को जदि बाम पार्श्व कानिबा ताले ये हिजबो 100 गुणन I, कारण एठी 100 हरण हेक रहिछि, बाम पार्श्व गले गुणन हेजिबो, ताले केवल PRT हेजिबो 100 गुणन I अर्थात 100 I। P सहित RT गुणन हेक रहिछि, ताकू जदि आमे बाम पार्श्व कानिबा से हरण हेजिबो, ताले बाम पार्श्व रे कोन रहिबो 100 I विभक्त RT, ताले 100 I विभक्त RT समान P, ताले P केते हे गला 100 I विभक्त RT समान 100 गुणन I होचे 1512, ताले 100 गुणन 1512 विभक्त R शतकड़ा होचे 12 शतकड़ा, तेणु R हैला 12 गुणन T केते 2 वर्ष, तेणु एठी लिखिबा 2, ए 1512 2 द्वारा विभाज्य, तेणु 2 के 2, ए 1512 को 2 द्वारा भाग कले 2 सता 14, 15 रु 14 गले 1, 1 ओलेला 11 हैला, 2 पंचा 10, 11 रु 10 गले 1 ओलेला 2 हैला 12, 212, ए 756 12 द्वारा विभाज्य, ए 12 के 12, ए 756 को 12 द्वारा भाग कले 1272, 75 रु 72 गले 3 ओलेला 6 36, 12 36 समान 100 गुणन 63, 100 गुणन 63 केते 6300 अर्थात 6300, ताले P हे गला 6300 टंका। अतएव मूलधन 6300 टंका। 3 नंबर
କୌଣସି ମୂଳଧନ ଉପରେ ବାର୍ଷିକ 5% ହାରରେ 8 ବର୍ଷର ସୁଧ 4,200 ଟଙ୍କା ହେଲେ ସେହି ମୂଳଧନର ଉପରେ ବାର୍ଷିକ 10% ହାରରେ 3 ବର୍ଷର ସୁଧ କେତେ ହେବ? ତାହେଲେ କୌଣସି ମୂଳଧନ ଉପରେ ବାର୍ଷିକ 5% ହାରରେ 8 ବର୍ଷର ସୁଧ 4,200 ଟଙ୍କା, ଏଇଟା ପ୍ରଥମେ ଦେଇଛି। ତାହେଲେ ଆର ଶତକଡ଼ା ଦେଇଛି 8 ବର୍ଷ, ତାମାନେ ଟି ଦେଇଛି, ସୁଧ 4,200 ଟଙ୍କା, ତାହେଲେ ଆଇ ଦେଇଛି। କେବଳ ଆମେ ମୂଳଧନ ଏଥିରୁ ବାହାର କରିବା, ସୂତ୍ର ପକାଇ ମୂଳଧନ ବାହାର କରିପାରିବା। ସେହି ମୂଳଧନର ଉପରେ ବାର୍ଷିକ 10% ହାରରେ 3 ବର୍ଷର ସୁଧ କେତେ ହେବ? ତାହେଲେ ମୂଳଧନ ଆମେ ପାଇଗଲେ, ପୁନଶ୍ଚ ଆର ଦେଲା 10% ବା ଆର ଶତକଡ଼ା ଦେଲା 10%, ସମୟ ଦେଇଛି 3 ବର୍ଷ, ସୁଧ କେତେ ହେବ ଆମେ ନିର୍ଣ୍ଣୟ କରିବା। ତାମାନେ ଆଇ କେତେ ହେବ ନିର୍ଣ୍ଣୟ କରିବା, ସେଇ ସୂତ୍ର ପ୍ରୟୋଗ କରିକି ଆମେ ସୁଧ କେତେ ହେବ ବାହାର କରିପାରିବା। ଏଠାରେ ସୁଧର ହାର ସମାନ ଆର ଶତକଡ଼ା ସମାନ 5%, ସମୟ ସମାନ ଟି ସମାନ 8 ବର୍ଷ ଓ ସୁଧ ଆଇ ସମାନ 4,200 ଟଙ୍କା। ମନେକର ମୂଳଧନ ସମାନ ପି ଟଙ୍କା, ଆଇ ସମାନ ପି ଆର ଟି ବାଇ 100 ସମାନ ଦିସ୍ ଇମ୍ପ୍ଲାଏଜ୍ ପି କେତେ ହେବ 100 ଆଇ ବିଭକ୍ତ ଆର ଟି, ସମାନ 100 ଗୁଣନ ଆଇ ଜାଗାରେ ଲେଖିବା 4,200 ବିଭକ୍ତ ଆର ଜାଗାରେ ଲେଖିବା 5 ଗୁଣନ ଟି ଜାଗାରେ ଲେଖିବା 8। 5କୁ 5 ଦ୍ୱାରା ଭାଗ କଲେ 1, এই 4,200କୁ ଆମେ 5 ଦ୍ୱାରା ଭାଗ କରିବା, 5 ଅଷ୍ଟା 40, 42ରୁ 40 ଗଲେ 2 ଓହ୍ଲେଇଲା 0, 20 ହେଲା, 5 20, 20ରୁ 20 ଗଲେ 0, ଏ 0 ଓହ୍ଲେଇଲା 5 0 0। ଏ 840 8 ଦ୍ୱାରା ବିଭାଜ୍ୟ, 8 କେ 8, 840କୁ 8 ଦ୍ୱାରା ଭାଗ କରିବା, 8 କେ 8, 8ରୁ 8 ଗଲେ 0 ଓହ୍ଲେଇଲା 4, ତାହେଲେ 4କୁ 8 ଦ୍ୱାରା ଭାଗ କଲେ 0 ବଳିଲା 4 ଓହ୍ଲେଇଲା 0, 40 ହେଲା, 8 5 40 ସମାନ 105 ଗୁଣନ 100 କେତେ ହେବ? 105ରେ 1 ଗୁଣିଲେ 105, ଏଠି 2ଟା 0 ଦେଇଦେଲେ, ତାହେଲେ 10,500 ଟଙ୍କା। ତାହେଲେ ମୂଳଧନ ଆମେ ପାଇଗଲେ 10,500 ଟଙ୍କା। ପୁନଶ୍ଚ ମୂଳଧନ ପି ସମାନ ସେହି 10,500 ଟଙ୍କା। ସୁଧର ହାର ଆର ଶତକଡ଼ା ବା ଆମେ କେବଳ ଆର ଲେଖିପାରିବା, କେତେ ଦେଇଛି 10% ଓ ସମୟ ଟି ସମାନ 3 ବର୍ଷ, ଅତଏବ ସୁଧ ଆଇ ସମାନ କେତେ ହେବ? ପି ଆର ଟି ବାଇ 100 ସମାନ ପି ଜାଗାରେ ଲେଖିବା 10,500 ଗୁଣନ ଆର ଜାଗାରେ ଲେଖିବା 10 ଗୁଣନ ଟି 3 ବିଭକ୍ତ 100, ଏଠି 2ଟା 0 ଏଠି 2ଟା 0 କଟିଗଲା, ତାହେଲେ କେତେ ହେବ? 105ରେ 3 ଗୁଣିଲେ ହେଇଯିବ 315, 315 ଗୁଣନ 10, 315ର ଦକ୍ଷିଣ ପାର୍ଶ୍ୱରେ ଗୋଟେ 0 ବସାଇଦେବା, ତାହେଲେ ହେଇଗଲା 3,150 ଟଙ୍କା। 4 ନମ୍ବର, ହୀରାଲାଲ ଜଣେ ସାହୁକାର ଠାରୁ 40,000 ଟଙ୍କା କରଜ ଆଣିଥିଲେ। ଯଦି 3 ବର୍ଷ ପରେ ତାଙ୍କୁ ମୋଟ 49,600 ଟଙ୍କା ପଇଠ କରି ଋଣମୁକ୍ତ ହେବାକୁ ହୋଇଥାଏ, ତେବେ ସେ କେତେ ସୁଧ ହାରରେ କରଜ କରିଥିଲେ? ତାହେଲେ ହୀରାଲାଲ କରଜ ଆଣିଥିଲେ 40,000 ଟଙ୍କା, ତାମାନେ ମୂଳଧନ 40,000 ଟଙ୍କା। 3 ବର୍ଷ ପରେ ସେ ମୋଟ 49,600 ଟଙ୍କା ପଇଠ କରି ଋଣମୁକ୍ତ ହେଲେ, ଆଣିଥିଲେ 40,000, ଦେଲେ 49,600 ଟଙ୍କା, ତାହେଲେ ସେ ଯେତିକି ଟଙ୍କା ଅଧିକ ଦେଲେ ତାହା ହିଁ ହେଉଛି ସୁଧ। ତାହେଲେ ଏଥିରୁ ଆମେ ସୁଧ ପାଇପାରିବା। 49,600 ଟଙ୍କାରୁ ଆମେ 40,000 ଟଙ୍କା ବିୟୋଗ କରିଦେଲେ
ସୁଧ ଜାଣିପାରିବା। ମୂଳଧନ ଦେଇଛି, ସମୟ ଦେଇଛି, ସୁଧ ଆମେ ବାହାର କଲେ, ତାପରେ ଆମେ ସୂତ୍ର ପ୍ରୟୋଗ କରି ସୁଧର ହାର କେତେ ଜାଣିପାରିବା। ମୂଳଧନ P ସମାନ 40,000 ଟଙ୍କା, ସମୟ T ସମାନ 3 ବର୍ଷ, ସେ ମୋଟ 49,600 ଟଙ୍କା ଦେଇ ଋଣମୁକ୍ତ ହେଲେ। ତା ମାନେ ତାହା ହେଉଛି ସମୂଳ ସୁଧ। ସମୂଳ ସୁଧ ଏ, ସମୂଳ ସୁଧକୁ ଇଂଲିଶରେ କହନ୍ତି ଏମାଉଣ୍ଟ। ତେଣୁ ସମୂଳ ସୁଧର ସଂକେତ ହେଉଛି ଏ ସମାନ 49,600 ଟଙ୍କା। ଅତଏବ ସୁଧ I ସମାନ A ମାଇନସ୍ P। ସମୂଳ ସୁଧରୁ ମୂଳଧନ ବିୟୋଗ କଲେ ଆମେ ସୁଧ ପାଇଯିବା। ସମାନ 49,600 ଟଙ୍କା ମାଇନସ୍ 40,000 ଟଙ୍କା ସମାନ 9,600 ଟଙ୍କା। P ଦେଇଛି, T ଦେଇଛି, I ଦେଇଛି। ଆମେ ସୁଧର ହାର R ଶତକଡ଼ା କେତେ ନିର୍ଣ୍ଣୟ କରିବା। ତାହେଲେ I ଇଜ୍ ଇକ୍ୱାଲ୍ ଟୁ PRT ବାଇ 100। ଏଇଟା ଆମେ ଜାଣିଛେ। ଦିସ୍ ଇମ୍ପ୍ଲାଏଜ୍, ତାହେଲେ ଖାଲି PRT କେତେ ହେବ? ଏଇ 100 ବାମ ପାର୍ଶ୍ୱକୁ ଆସିଲେ I ସହିତ ଗୁଣନ ହେଇଯିବ। ତାହେଲେ PRT ସମାନ 100 ଗୁଣନ I। ଆମର R ଦରକାର, PT R ସହିତ ଗୁଣନ ହେଇକି ରହିଛି। ତାହେଲେ PTକୁ ଯଦି ଆମେ ବାମ ପାର୍ଶ୍ୱକୁ ଆଣିବା ଭାରି, ତାହେଲେ ସେ ହରଣ ହେଇଯିବ। ତାହେଲେ ବାମ ପାର୍ଶ୍ୱରେ ରହିବ 100 ଗୁଣନ I ବିଭକ୍ତ PT। ତାହେଲେ 100 ଗୁଣନ I ବିଭକ୍ତ PT ସମାନ R। ତାହେଲେ R କେତେ ହେବ? 100 ଗୁଣନ I କହିବା ଯାହା 100 I କହିବା ସେଇଆ ବିଭକ୍ତ PT ସମାନ 100 ଗୁଣନ I ହେଉଛି 9,600 ଟଙ୍କା। ତେଣୁ ଏଠି ଲେଖିବା 9,600 ବିଭକ୍ତ P ଜାଗାରେ ଲେଖିବା 40,000 ଗୁଣନ T ଜାଗାରେ ଲେଖିବା 3। ଏଠି 2ଟା ଶୂନ, ଏଠି 2ଟା ଶୂନ କଟିଗଲା, ଏଠି 2ଟି ଶୂନ, ଏଠି 2ଟି ଶୂନ କଟିଗଲା। ତାହେଲେ ଇଏ ହେଇଗଲା 96 ବିଭକ୍ତ 12। 96କୁ 12 ଦ୍ୱାରା ଭାଗ କଲେ 8 ପଡ଼ିବ, କାରଣ 12 ଅଷ୍ଟା 96। ତାହେଲେ ଇଏ ହେଇଗଲା 8। ତାହେଲେ R କେତେ? 8। ଅର୍ଥାତ୍ ସୁଧର ହାର 8 ଶତକଡ଼ା ହେବ। ଅତଏବ ହୀରାଲାଲ 8 ଶତକଡ଼ା ସୁଧ ହାରରେ କରଜ ଆଣିଥିଲେ। ଅତଏବ ହୀରାଲାଲ 8 ଶତକଡ଼ା ସୁଧ ହାରରେ କରଜ ଆଣିଥିଲେ। ପାଞ୍ଚ ନମ୍ବର, ନୀଳିମା ବ୍ୟାଙ୍କରୁ 6 ଶତକଡ଼ା ସୁଧ ହାରରେ 3 ବର୍ଷ ପାଇଁ 1,400 ଟଙ୍କା କରଜ ଆଣିଲା। ଠିକ୍ ସେତିକି ବେଳେ ନୀଳିମାର ସାଙ୍ଗ ଫତିମାର ଆବଶ୍ୟକତା ପଡ଼ିବାରୁ ସେ ନୀଳିମାଠାରୁ 1,400 ଟଙ୍କା କରଜ ନେଲା ଏବଂ 8 ଶତକଡ଼ା ହାରରେ 3 ବର୍ଷ ପରେ ସୁଧ ଦେଇ ନୀଳିମାକୁ ଟଙ୍କା ଫେରସ୍ତ କଲା। ନୀଳିମା ଯଦି ସାଙ୍ଗେ ସାଙ୍ଗେ ତାର କରଜ ଶୁଝି ଦିଏ, ତେବେ ନୀଳିମା କେତେ ଲାଭ ପାଇବ? ନୀଳିମାର ମୂଳଧନ P ସମାନ 1,400 ଟଙ୍କା, ସୁଧର ହାର R ଶତକଡ଼ା ସମାନ 6 ଶତକଡ଼ା ଓ ସମୟ T ସମାନ 3 ବର୍ଷ। ଅତଏବ ସୁଧ I ସମାନ PRT ବିଭକ୍ତ 100 ସମାନ 1,400 ଗୁଣନ R ହେଉଛି 6 ଗୁଣନ T ହେଉଛି 3 ବିଭକ୍ତ 100। 2ଟା ଶୂନ କଟିଲା, 1484, 84 ଗୁଣନ 3 ହେଉଛି 252। ତାହେଲେ 252 ଟଙ୍କା। ଅତଏବ ସମୂଳ ସୁଧ ସମାନ P ପ୍ଲସ୍ I, ଅର୍ଥାତ୍ ମୂଳଧନ ମିଶାଣ ସୁଧ 1,400 ଟଙ୍କା ମିଶାଣ ସୁଧ ହେଉଛି 252 ଟଙ୍କା ସମାନ କେତେ ହେଲା? 1,400 ଟଙ୍କା ମିଶାଣ 252 ଟଙ୍କା ସମାନ 1,652 ଟଙ୍କା। ତାହେଲେ ନୀଳିମା 3 ବର୍ଷ ପରେ ବ୍ୟାଙ୍କକୁ 1,652 ଟଙ୍କା ଦେବ। ବର୍ତ୍ତମାନ ଫତିମା କ୍ଷେତ୍ରରେ କ'ଣ ହେଉଛି ଆମେ ଦେଖିବା। ଫତିମାର ମୂଳଧନ P ସମାନ 1,400 ଟଙ୍କା।
ସୁଧର ହାର R ଶତକଡ଼ା ସମାନ 8 ଶତକଡ଼ା ଓ ସମୟ T ସମାନ 3 ବର୍ଷ। ଅତଏବ ସୁଧ I ସମାନ PRT ବିଭକ୍ତ 100 ସମାନ P ଜାଗାରେ ଲେଖିବା 1400 ଗୁଣନ R ଜାଗାରେ ଲେଖିବା 8 ଗୁଣନ ସମୟ 3 ବର୍ଷ, ତେଣୁ ଗୁଣନ 3 ବିଭକ୍ତ 100। ଦୁଇଟା ଶୂନ କଟିଲା। 14 ଅଷ୍ଟା 112 ଗୁଣନ 3 କେତେ ହେବ? 336। ତାହେଲେ ଇଏ ହେଇଗଲା 336 ଟଙ୍କା। ତାହେଲେ ଫତିମା ନୀଳିମାକୁ ସୁଧ ଦେବ 336 ଟଙ୍କା। ମୂଳଧନ ମଧ୍ୟ ଫେରାଇବ। ଅତଏବ ସମୂଳ ସୁଧ ସମାନ P ପ୍ଲସ୍ I ସମାନ 1400 ଟଙ୍କା ମିଶାଣ 336 ଟଙ୍କା ସମାନ 1736 ଟଙ୍କା। ତାହେଲେ ନୀଳିମା ଫତିମା ଠାରୁ 1736 ଟଙ୍କା ଆଣିବ, କିନ୍ତୁ ସେଇ 1736 ଟଙ୍କାରୁ ସେ ବ୍ୟାଙ୍କକୁ 1652 ଟଙ୍କା ଦେଇଦେବ। ଅବଶିଷ୍ଟ ତାର ଲାଭ। ଅତଏବ ନୀଳିମା ଲାଭ ପାଇବ ସମାନ এই 1736 ଟଙ୍କାରୁ 1652 ଟଙ୍କା ସେ ବ୍ୟାଙ୍କକୁ ଦେଇଦେବ। ଅବଶିଷ୍ଟ ତାର ଲାଭ। ତେଣୁ ନୀଳିମା ଲାଭ ପାଇବ 1736 ଟଙ୍କା ମାଇନସ୍ 1652 ଟଙ୍କା ସମାନ 6ରୁ 2 ଗଲେ 4, 3ରୁ 5 ଯିବନି, ଧାର ଆସିବ 13, 13ରୁ 5 ଗଲେ 8, ଏଠି ରହିଲା 6, 6ରୁ 6 ଗଲେ 0, 1ରୁ 1 ଗଲେ 0, ତାହେଲେ 84 ଟଙ୍କା। ତାହେଲେ ନୀଳିମା 84 ଟଙ୍କା ଲାଭ ପାଇବ। ପାଞ୍ଚ ନମ୍ବର, ନୀଳିମା ବ୍ୟାଙ୍କରୁ 6 ଶତକଡ଼ା ସୁଧ ହାରରେ 3 ବର୍ଷ ପାଇଁ 1400 ଟଙ୍କା କରଜ ଆଣିଲା। ଠିକ୍ ସେତିକି ବେଳେ ନୀଳିମାର ସାଙ୍ଗ ଫତିମାର ଆବଶ୍ୟକତା ପଡ଼ିବାରୁ ସେ ନୀଳିମା ଠାରୁ 1400 ଟଙ୍କା କରଜ ନେଲା ଏବଂ 8 ଶତକଡ଼ା ହାରରେ 3 ବର୍ଷ ପରେ ସୁଧ ଦେଇ ନୀଳିମାକୁ ଟଙ୍କା ଫେରସ୍ତ କଲା। ନୀଳିମା ଯଦି ସାଙ୍ଗେ ସାଙ୍ଗେ ତାର କରଜ ଶୁଝି ଦିଏ ତେବେ ନୀଳିମା କେତେ ଲାଭ ପାଇବ? ଏଥିରୁ ଆମେ ଜାଣିପାରୁଛେ ଯେ ନୀଳିମା ବ୍ୟାଙ୍କରୁ 6 ଶତକଡ଼ା ସୁଧ ହାରରେ 3 ବର୍ଷ ପାଇଁ 1400 ଟଙ୍କା କରଜ ଆଣିଲା, କିନ୍ତୁ ଅଧିକ ସୁଧ ହାରରେ ଯାହାକି 8 ଶତକଡ଼ା, ସେ 8 ଶତକଡ଼ା ସୁଧ ହାରରେ ତା ସାଙ୍ଗକୁ 3 ବର୍ଷ ପାଇଁ 1400 ଟଙ୍କା କରଜ ଦେଇଦେଲା। ଯାହାଫଳରେ ସେ ବ୍ୟାଙ୍କକୁ ଯେତିକି ଟଙ୍କା ସୁଧ ଦେବ ସେ ତା ସାଙ୍ଗଠାରୁ ତା ଅପେକ୍ଷା ଅଧିକ ସୁଧ ଆଣିବ। ତେଣୁ ସେ ନିଶ୍ଚିତ ଭାବରେ ଲାଭ ପାଇବ। ସେ କେବଳ ସୁଧ ଉପରେ ହିଁ ଲାଭ ପାଇବ, କାରଣ ଫତିମା ନୀଳିମାକୁ ଯେଉଁ 1400 ଟଙ୍କା ଦେଲା ସେ ତାକୁ ଫେରି ପାଇବ, କିନ୍ତୁ ସେ 1400 ଟଙ୍କାକୁ ସେ ବ୍ୟାଙ୍କକୁ ଫେରାଇ ଦେବ। ତା ସହିତ ବ୍ୟାଙ୍କକୁ ସେ 6 ଶତକଡ଼ା ହାରରେ ସୁଧ ଦେବ, କିନ୍ତୁ ସେ ତା ସାଙ୍ଗଠାରୁ ଅଧିକ ସୁଧ ଆଣିଛି। ତେଣୁ ତା ସାଙ୍ଗଠାରୁ ଯେତିକି ସୁଧ ଆଣିଛି ସେଇ ସୁଧରୁ ସେ ବ୍ୟାଙ୍କକୁ ସୁଧ ଦେଇପାରିବ ଏବଂ ବଳକା ଟଙ୍କା ତାର ଲାଭ ହେବ। ତାହେଲେ ସେହି ଅନୁସାରେ ଆମେ ପାଠ କରିବା। 5 ନମ୍ବର, ନୀଳିମାର ମୂଳଧନ P ସମାନ 1400 ଟଙ୍କା। ସୁଧର ହାର R ଶତକଡ଼ା ସମାନ 6 ଶତକଡ଼ା। ଆମେ R ଶତକଡ଼ା ନ ଲେଖି କେବଳ R ମଧ୍ୟ ଲେଖିପାରିବା, କିନ୍ତୁ ଯେହେତୁ ସୁଧର ହାରକୁ ସବୁବେଳେ ଶତକଡ଼ାରେ ପ୍ରକାଶ କରାଯାଏ ସେଥିପାଇଁ ମୁଁ R ଶତକଡ଼ା ଲେଖିଛି। ତାହେଲେ R ଶତକଡ଼ା ସମାନ 6 ଶତକଡ଼ା ଓ ସମୟ T ସମାନ 3 ବର୍ଷ। ଅତଏବ ସୁଧ I ସମାନ PRT ବିଭକ୍ତ 100 ସମାନ P ଜାଗାରେ ଲେଖିବା 1400 ଗୁଣନ R ଜାଗାରେ ଲେଖିବା 6 ଗୁଣନ T ଜାଗାରେ ଲେଖିବା 3 ବିଭକ୍ତ 100। ଦୁଇଟା ଶୂନ କଟିଗଲା। 1484, ଏ 84ରେ 3 ଗୁଣନ କଲେ କେତେ ଆସିବ? 252 ଆସିବ। ତାହେଲେ ଇଏ ହେଇଗଲା 252 ଟଙ୍କା। ତାହେଲେ ନୀଳିମା ବ୍ୟାଙ୍କକୁ 252 ଟଙ୍କା ସୁଧ ଦେବ।
1400 ଟଙ୍କା ତ ନିଶ୍ଚିତ ଦେବ, ତା ସହିତ ଏଇ 252 ଟଙ୍କା ସେ ଏକ୍ସଟ୍ରା ଦେବ। ବର୍ତ୍ତମାନ ଆମେ ଫତିମା କ୍ଷେତ୍ରରେ କ'ଣ ହେଉଛି ଦେଖିବା। ଫତିମାର ମୂଳଧନ ପି ସମାନ ସେଇ 1400 ଟଙ୍କା, କାରଣ ନୀଳିମା ଫତିମାକୁ 1400 ଟଙ୍କା କରଜ ଦେଲା। ସୁଧର ହାର R ଶତକଡ଼ା ସମାନ 8 ଶତକଡ଼ା ଓ ସମୟ T ସମାନ 3 ବର୍ଷ। ଅତଏବ ସୁଧ I ସମାନ PRT ବିଭକ୍ତ 100 ସମାନ P ଜାଗାରେ ଲେଖିବା 1400 ଗୁଣନ R ଶତକଡ଼ା ହେଉଛି 8 ଶତକଡ଼ା, ତେଣୁ R ଜାଗାରେ ଲେଖିବା 8 ଗୁଣନ T ହେଉଛି 3 ବର୍ଷ, ତେଣୁ ଲେଖିବା 3 ବିଭକ୍ତ 100। 2ଟା ଶୂନ 2ଟା ଶୂନ କଟିଗଲା। 14 ଗୁଣନ 8 ଗୁଣନ 3, 14 ଅଷ୍ଟା 112, 112 ଗୁଣନ 3 ହେଇଯିବ 336। ତାହେଲେ ହେଇଗଲା 336 ଟଙ୍କା। ତାହେଲେ ନୀଳିମା ବ୍ୟାଙ୍କକୁ ସୁଧ ଦେଉଛି 252 ଟଙ୍କା, କିନ୍ତୁ ସେ ତା ସାଙ୍ଗ ଫତିମା ଠାରୁ ସୁଧ ଆଣିଲା 336 ଟଙ୍କା। ତାର ଏଇ ସୁଧ ଉପରେ ଲାଭ ହେବ। ଅତଏବ ନୀଳିମା ଲାଭ ପାଇବ ସମାନ 336 ଟଙ୍କା ମାଇନସ୍ 252 ଟଙ୍କା ସମାନ 6ରୁ 2 ଗଲେ 4, 3ରୁ 5 ଯିବନି ଧାର ଆସିବ, 13ରୁ 5 ଗଲେ 8, ଏଠି ରହିଲା 2, 2ରୁ 2 ଗଲେ 0, ତାହେଲେ 84 ଟଙ୍କା। ତାହେଲେ ନୀଳିମା 84 ଟଙ୍କା ଲାଭ ପାଇବ, କାରଣ ମୂଳଧନ 1400 ଟଙ୍କା ସେ ବ୍ୟାଙ୍କକୁ ନିଶ୍ଚିତ ଫେରାଇବ। ସେଇ 1400 ଟଙ୍କା ଫତିମା ମଧ୍ୟ ଆକୁ ଫେରାଇଛି, କିନ୍ତୁ ଫତିମା ଯେଉଁ 336 ଟଙ୍କା ଆକୁ ଅଧିକ ଦେଇଥିଲା, ସେଇ 336 ଟଙ୍କାରୁ ସେ ବ୍ୟାଙ୍କକୁ 252 ଟଙ୍କା ଦେଇଦେବ। ତାହେଲେ ଅବଶିଷ୍ଟ ଟଙ୍କା ତାର ଲାଭ। 6 ନମ୍ବର, ଜଣେ ବ୍ୟକ୍ତି 8 ଶତକଡ଼ା ସରଳ ସୁଧ ହାରରେ 3 ବର୍ଷ ପାଇଁ 20,500 ଟଙ୍କା ଜମା ରଖିଲେ। ମାତ୍ର ଗୋଟିଏ ବର୍ଷ ପରେ ସୁଧ ହାର 9 ଶତକଡ଼ାକୁ ବଢ଼ିଗଲା। ତେବେ ଜମା ରଖିବାର 3 ବର୍ଷ ପରେ ସେ କେତେ ସମୂଳ ସୁଧ ଫେରି ପାଇବେ? ତାହେଲେ 8 ଶତକଡ଼ା ସରଳ ସୁଧ ହାରରେ ସେ 3 ବର୍ଷ ପାଇଁ 20,500 ଟଙ୍କା ଜମା ରଖିଥିଲେ, କିନ୍ତୁ ଯେହେତୁ ଗୋଟିଏ ବର୍ଷ ପରେ ସୁଧ ହାର 9 ଶତକଡ଼ାକୁ ବଢ଼ିଗଲା, ଏଥିରୁ ଜଣାପଡ଼ୁଛି ସେ ଗୋଟିଏ ବର୍ଷ ପାଇଁ 8 ଶତକଡ଼ା ହାରରେ 20,500 ଟଙ୍କା ଉପରେ ସୁଧ ପାଇବେ। ପରବର୍ତ୍ତୀ 2 ବର୍ଷ ପାଇଁ ସେ 9 ଶତକଡ଼ା ହାରରେ 20,500 ଟଙ୍କା ଉପରେ ସୁଧ ପାଇବେ। ତାହେଲେ ସେହି ଅନୁସାରେ ଆମେ ଜାଣିପାରିବା ସେ ମୋଟ କେତେ ସୁଧ ପାଇବେ, ତାପରେ ମୂଳଧନ ସହିତ ସେଇ ସୁଧ ଯୋଗ କରି ସମୂଳ ସୁଧ କେତେ ଫେରି ପାଇବେ ଆମେ ଜାଣିପାରିବା। ତାହେଲେ 6 ନମ୍ବର, ପ୍ରଥମ ବର୍ଷ ପାଇଁ ମୂଳଧନ P ସମାନ 20,500 ଟଙ୍କା, ସୁଧର ହାର R ଶତକଡ଼ା ସମାନ 8 ଶତକଡ଼ା ଓ ସମୟ, ଆମେ ଏଠି ଗୋଟେ ବର୍ଷ ପାଇଁ ସେ 8 ଶତକଡ଼ା ସୁଧ ହାରରେ 20,500 ଟଙ୍କା ଉପରେ ସୁଧ ପାଇବେ, ତେଣୁ ସମୟ ସମାନ ସମୟ T ସମାନ 1 ବର୍ଷ। ଅତଏବ ପ୍ରଥମ ବର୍ଷ ପାଇଁ ସୁଧ I ସମାନ PRT ବାଇ 100 ସମାନ 20,500 ଗୁଣନ R ଜାଗାରେ ଲେଖିବା 8 ଗୁଣନ ଟାଇମ୍ ହେଉଛି ଗୋଟେ ବର୍ଷ, ତେଣୁ ଗୁଣନ 1 ବିଭକ୍ତ 100। 2ଟା ଶୂନ 2ଟା ଶୂନ କଟିଗଲା। 205 ଗୁଣନ 8 କେତେ ହେବ? 8 ପଞ୍ଚା 40, ଶୂନ ରଖିନେବା 4, 8 ଶୂନ 0, 0ରେ 4 ଯୋଗ କଲେ 4, 8 ଦୁଣେ 16, ତାହେଲେ 1,640 ଟଙ୍କା। ପରବର୍ତ୍ତୀ 2 ବର୍ଷ ପାଇଁ ମୂଳଧନ P ସମାନ ସେଇ 20,500 ଟଙ୍କା, ସୁଧର ହାର R ଶତକଡ଼ା ସମାନ 9 ଶତକଡ଼ା, କାରଣ ଗୋଟେ ବର୍ଷ ପରେ ସୁଧର ହାର 9 ଶତକଡ଼ାକୁ ବଢ଼ିଗଲା, ତେଣୁ ସୁଧର ହାର R ଶତକଡ଼ା ସମାନ 9 ଶତକଡ଼ା ଓ ସମୟ T ସମାନ 2 ବର୍ଷ। ଅତଏବ ପରବର୍ତ୍ତୀ 2 ବର୍ଷ ପାଇଁ ସୁଧ I ସମାନ PRT ବିଭକ୍ତ 100 ସମାନ P
पी हूँ 20,500 गुणन आर हूँ 9 गुणन टी हूँ 2 विभक्त 100 दुईटा शून्य कटिला समान 205 गुणन 2 ये हो 410 ताले 410 गुणन 9 केते हम 3690 ताले हेगला 3690 टंका। अतएव मोट सुध समान प्रथम वर्ष पर सुध 1640 टंका परवर्ती 2 वर्ष पर सुध 3690 टंका ताले ये 1640 टंका आम 3690 टंका जोग करदे ताले मोट केते सुध से पाइबे आम जानीदे ताले मोट सुध 1640 टंका मिशाण 3690 टंका समान 0 रे 0 जोग कले 0 4 रे 9 जोग कले 13 3 रखने 1 6 1 7 7 6 13 3 रखने 1 1 1 2 ये 2 रे 3 जोग कले 5 लिखला 5330 टंका। अतएव समूल सुध तार संकेत होची ए ताले समूल सुध ए केते मूलधन मिश्रण सुध समान मूलधन होची 20,500 टंका मिश्रण सुध हला 5,330 टंका समान ताले ये 20,000 ये 5,000 25,000 ये 500 ये 330 है 830 ताले हेगला 25,830 टंका। अतएव व्यक्ति जनक जमा रखिबार 3 वर्ष पर 25,830 टंका समूल सुध फेरी पाइबे 25,830 टंका समूल सुध फेरी पाइबे।